ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବାସ ଅଞ୍ଚଳରେ ଜଣେ ଯୁବତୀଙ୍କର ମୃତଦେହ ମିଳିବା ପରେ ଏରିଆରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ମୃତଦେହ ସୋମିଲ୍ ଛକରୁ ପ୍ରାୟ 200 ମିଟର ଦୂରରେ ଥିବା ଏକ ସ୍କୁଲ ପଛପଟ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣଙ୍କ ଜିନ୍ ପ୍ୟାଣ୍ଟ ଏବଂ କୁର୍ତ୍ତା ପିନ୍ଧିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସକାଳ ପ୍ରାୟ 7ଟା ସମୟରେ କିଛି ଲୋକ ସେଠାକୁ ପ୍ରାତଃକାଳୀନ କାମ ପାଇଁ ଯାଇଥିବା ବେଳେ ବୁଦାମୂଳରେ ଯୁବତୀଙ୍କର ମୃତଦେହ ପଡ଼ିଥିବା ଦେଖିଥିଲେ। ସୂଚନା ପାଇ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଯୁବତୀଙ୍କ ବୟସ 22ରୁ 25 ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପରିଚୟ ସ୍ପଷ୍ଟ ହୋଇନଥିବାରୁ ଘଟଣାଟି ଅଧିକ ରହସ୍ୟମୟ ହୋଇପଡ଼ିଛି। ଯୁବତୀଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରାଯାଇ ମୃତଦେହ ସେଠାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ମୃତ ମହିଳାଙ୍କ ପରିଚୟ ପାଇବାକୁ ଉଦ୍ୟମ ଜାରି ରଖିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ।